ଚିନ୍ତା 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 ମନୁଷ୍ୟ ଚିନ୍ତା କରିକି କ'ଣ ପାଇଥାଏ? ମନୁଷ୍ୟ ଚିନ୍ତା କରିକି ଧନ ପାଇଥାଏ। ମନୁଷ୍ୟ ଚିନ୍ତା କରିକି କ'ଣ ଯୌବନ କାଳକୁ ଫେରି ଯାଇଥାଏ? ମନୁଷ୍ୟ ଚିନ୍ତା କରିକି କ'ଣ ତାର ଆୟୁକୁ ବଢ଼ାଇଥାଏ? ପ୍ରିୟମାନେ ଶୁଣନ୍ତୁ, ପରମେଶ୍ୱର ଏହି ବାକ୍ୟ ଆପଣମାନଙ୍କ ପାଇଁ ଆଣିଅଛନ୍ତି। ଆଉ ଏହି ବାକ୍ୟକୁ ପ୍ରଥମରୁ ଶେଷ ଯାଏ ଶୁଣନ୍ତୁ ଯେ ଆପଣ ଯେଉଁ ଚିନ୍ତା କରୁଅଛନ୍ତି ସେହି ଚିନ୍ତା ଆପଣଙ୍କ ଜୀବନରେ କେଉଁ ପ୍ରକାର କାର୍ଯ୍ୟ କରିଥାଏ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ମୋର ଖ୍ରୀଷ୍ଟୀୟ ଭାଇ ଓ ଭଉଣୀ, ମୁଁ ଆଶା କରେ ଆପଣମାନେ ପରମେଶ୍ୱରଙ୍କର ବାକ୍ୟକୁ ହୃଦୟର ସହିତ ପ୍ରଥମରୁ ଶେଷ ଯାଏ ଶୁଣିବେ। ପ୍ରିୟମାନେ, ଗୋଟିଏ ଭଉଣୀ ପ୍ରାର୍ଥନାରେ ଉଠି ସେ ପରମେଶ୍ୱରଙ୍କ ବିଷୟରେ ସାକ୍ଷ୍ୟ ଦେଉଥିଲେ ଯେ ମୁଁ ବହୁତ ଦୁଃଖିନୀ ସ୍ତ୍ରୀ ଅଟେ। ମୋ ଜୀବନରେ ବହୁତ ଦୁଃଖ ଅଛି, ହେଲେ ମୁଁ ସମସ୍ତଙ୍କୁ ଗୋଟିଏ କଥା କହିବା ପାଇଁ ଚାହେଁ। ଆଜି ମୁଁ ନିଜେ ଅନୁଭବ କରିଅଛି ଯେ ଦୁଃଖ କ'ଣ ଅଟେ ବୋଲି। ହାଲେଲୁୟା। ତ ପ୍ରିୟମାନେ, ସେହି ଭଉଣୀ ଆମମାନଙ୍କୁ କହିଲେ ଯେ ସେ ଗୋଟିଏ ଦିନ ମୋବାଇଲ ଦେଖୁଥିଲେ। ଆଉ ମୋବାଇଲ ଦେଖୁ ଦେଖୁ ଜଣେ ଲୋକଙ୍କୁ ଦେଖିଲେ ଯେ ତାଙ୍କର ହସ୍ତ ନାହିଁ, ତାଙ୍କର ଗୋଡ଼ ଦୁଇଟି ନାହିଁ। ଆଉ ସେ ଗୋଟିଏ ଗାଡ଼ିରେ ଯାଉଥିଲେ। ଗୋଟିଏ ଛୋଟିଆ ଗାଡ଼ି ଥିଲା। ତାହା ଦୂରରୁ ଦେଖିଲେ କୌଣସି ପ୍ରକାର ଯେପରିକି କୁକୁର ପରି ଦେଖାଯାଉଥିଲା ବା କୌଣସି ଛୋଟ ଜାନବର ପରି ଦେଖାଯାଉଥିଲା। ହେଲେ ଯେତେବେଳେ ପାଖକୁ ଜୁମ୍ କରିକି ଦେଖିଲେ ସେତେବେଳେ ସେ ଭଉଣୀ ଜାଣିପାରିଲେ ଯେ ଏହା ଗୋଟିଏ ମଣିଷ ଅଟେ। ଆଉ ସେହି ଛୋଟ ଗାଡ଼ି ଭିତରେ ସେହି ମନୁଷ୍ୟ ଅଛନ୍ତି। ଆଉ ସେ ଗାଡ଼ିକୁ ଡ୍ରାଇଭ୍ କରୁଅଛନ୍ତି। ଦେଖନ୍ତୁ ପ୍ରିୟମାନେ, ତାଙ୍କର ଦୁଇଟି ହସ୍ତ ନାହିଁ, ତାଙ୍କର ଦୁଇଟି ଗୋଡ଼ ମଧ୍ୟ ନାହିଁ। ଆଉ ସେହି ଛୋଟ ଗାଡ଼ିରେ ସେ ଡ୍ରାଇଭ୍ କରିକି କାହିଁ ଯାଉଅଛନ୍ତି? ଭାବନ୍ତୁ, ସେ ଯାଉଅଛନ୍ତି ତାଙ୍କର ବିଜନେସ୍ କାର୍ଯ୍ୟ କରିବା ପାଇଁ। ଆଉ ସେ ନିଜେ କିଛି ତିଆରି କରିକି ବା କିଛି ରୋଷେଇ କରିକି ବିକ୍ରି କରିକି ଦୁଇ ପଇସା କମାଇକି ନିଜ ଜୀବନ ଯାପନ କରୁଥିଲେ। ହାଲେଲୁୟା। ତ ମୋର କହିବାର ମାନେ ଏହା ଅଟେ ପ୍ରିୟମାନେ, ଯେ ଯେଉଁ ଭଉଣୀ ଆମମାନଙ୍କୁ ଏହି କଥା କହିଲେ ସେହି ଭଉଣୀ ଆମକୁ ଆଉ କହୁଅଛନ୍ତି ଯେ ଏହି ଭିଡ଼ିଓକୁ ଦେଖିଲା ପରେ ମୁଁ ନିଜେ ଭାବିଲି ଯେ ମୋ ଜୀବନର ଦୁଃଖ କ'ଣ ଏହାଠାରୁ ବଡ଼ ଅଟେ? ହାଲେଲୁୟା। ମୋ ଜୀବନର ଦୁଃଖ ଏହାଠାରୁ ବଡ଼ ନୁହେଁ। ମୁଁ ପରମେଶ୍ୱରଙ୍କର ପାଖକୁ ଯାଏ। ମୁଁ ପରମେଶ୍ୱରଙ୍କ ପାଖରେ କହେ ଯେ ହେ ପରମେଶ୍ୱର, ମୋର ଏହି ପ୍ରକାର ଦୁଃଖ ଅଛି, ଏହି ପ୍ରକାର କଷ୍ଟ ଅଛି, ମୋ ଜୀବନରେ ଶାନ୍ତି ନାହିଁ। ହେଲେ ଯେତେବେଳେ ସେହି ବ୍ୟକ୍ତିଙ୍କୁ ଦେଖି ସାରିଲେ ଯେ ତାଙ୍କର ଦୁଇଟି ହସ୍ତ ନାହିଁ, ଦୁଇଟି ଗୋଡ଼ ନାହିଁ, ଆଉ ସେ ଆନନ୍ଦର ସହିତ ସେ ପରିଶ୍ରମ କରିକି ନିଜ ଜୀବନକୁ ପ୍ରତିପୋଷଣ କରୁଅଛନ୍ତି। ତାଙ୍କଠାରୁ ଅଧିକ ଦୁଃଖ ତ ଯାହାର ଗୋଡ଼ ନାହିଁ, ହାତ ନାହିଁ, ତାହାଙ୍କୁ ହେବା ଉଚିତ ନା, ମୋର ଦୁଃଖ ତାଠାରୁ ବଡ଼ ନୁହଁ। ହାଲେଲୁୟା। ଆଉ ଏହି କଥା ଯେଉଁମାନଙ୍କୁ ଅନୁଭବ ହୋଇଥାଏ, ଏହା ଏହି ପ୍ରକାର ହୋଇନଥାଏ। ଏହା ପରମେଶ୍ୱରଙ୍କର ଓରରୁ ଏହି ପ୍ରକାର କଥା ଆସିଥାଏ ତାଙ୍କ ହୃଦୟରେ। ହାଲେଲୁୟା। ତ ପ୍ରିୟମାନେ, ଆପଣମାନେ ଭାବନ୍ତୁ, ଆପଣମାନଙ୍କ ଜୀବନରେ କେଉଁ ପ୍ରକାର ଦୁଃଖ? ଆପଣମାନଙ୍କୁ ପରମେଶ୍ୱର ଖାଇବା ପିଇବା ପାଇଁ, ରହିବା ପାଇଁ ଉତ୍ତମ ଗୃହ ଦେଉଅଛନ୍ତି। ଆପଣମାନେ ସୁସ୍ଥତାରେ ଅଛନ୍ତି। ଆପଣମାନେ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଚାଲିକି ଯାଇପାରୁଅଛନ୍ତି। ଦୁଇଟି ହସ୍ତକୁ ହଲାଇ ପାରୁଅଛନ୍ତି। ପରମେଶ୍ୱରଙ୍କର ସ୍ତୁତି କରିବା ପାଇଁ ତାଲି ବଜାଇ ପାରୁଅଛନ୍ତି। ନିଜ ହସ୍ତରେ ଆପଣ ଖାଦ୍ୟ ଖାଇପାରୁଅଛନ୍ତି। ଆପଣଙ୍କର ଜୀବନ ବଞ୍ଚିକି ଅଛି। ତାହାଠାରୁ ଆଉ ବଡ଼ କଥା କ'ଣ ଅଟେ? ତାହାଠାରୁ ଆପଣମାନଙ୍କ ପାଖରେ ଉତ୍ତମ କ'ଣ ଅଟେ? ହାଲେଲୁୟା। ତ ସେଥିପାଇଁ ପ୍ରିୟମାନେ, ଆପଣମାନେ କିଛି ବିଷୟରେ ଚିନ୍ତା କରନ୍ତୁ ନାହିଁ। କେବଳ ଯେଉଁ ବିଷୟରେ ଚିନ୍ତା କରୁଅଛନ୍ତି ସେହି ବିଷୟର ଆପଣ ସଲ୍ୟୁସନ୍ ବାହାର କରିବା ପାଇଁ ଚେଷ୍ଟା କରନ୍ତୁ। କଥାବାର୍ତ୍ତା ହୁଅନ୍ତୁ
ସେଥିର ସମାଧାନ କେଉଁ ପ୍ରକାର ଆମେମାନେ ବାହାର କରିବା ସେହି ବିଷୟରେ ବିଚାର କରନ୍ତୁ। ହାଲେଲୁୟା। ଆଉ ଆମମାନଙ୍କ ପରମେଶ୍ୱର ଆମମାନଙ୍କୁ କ'ଣ କହନ୍ତି ଜାଣିଅଛ? ମାଥ୍ୟୁ 6 ପର୍ବର 26 ପଦରେ ଯଦି ଆପଣମାନେ ଦେଖିବେ ତାହେଲେ ସେ ଜାଗାରେ ଲେଖାଯାଇଅଛି, ଆକାଶର ପକ୍ଷୀଙ୍କୁ ଦେଖ, ସେମାନେ ବୁଣନ୍ତି ନାହିଁ କି କାଟନ୍ତି ନାହିଁ, କିମ୍ବା ଅମାରରେ ସଞ୍ଚୟ କରନ୍ତି ନାହିଁ, ଆଉ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା ସେମାନଙ୍କୁ ଆହାର ଦିଅନ୍ତି। ତୁମ୍ଭେମାନେ କ'ଣ ସେମାନଙ୍କ ଠାରୁ ଶ୍ରେଷ୍ଠ ନୁହଁ? ତୁମେମାନେ କ'ଣ ପକ୍ଷୀମାନଙ୍କ ଠାରୁ ମଧ୍ୟ ଶ୍ରେଷ୍ଠ ନୁହଁ ପରମେଶ୍ୱରଙ୍କ ପାଇଁ? ପ୍ରିୟମାନେ, ପରମେଶ୍ୱର ଏ ଜଗତକୁ ସୃଷ୍ଟି କରିଅଛନ୍ତି। ପରମେଶ୍ୱର ପକ୍ଷୀ, ପଶୁ, ବନ, ଫୁଲ ସବୁ କିଛି ସୃଷ୍ଟି କରିଅଛନ୍ତି। ହେଲେ ତାଠାରୁ ଶ୍ରେଷ୍ଠ ଓ ସୌନ୍ଦର୍ଯ୍ୟ କାହାକୁ ବନାଇଅଛନ୍ତି? ଆପଣଙ୍କୁ ଓ ମୋତେ। ହାଲେଲୁୟା। ତ କ'ଣ ସେ ଆମକୁ ସୃଷ୍ଟି କରିଅଛନ୍ତି ଆମକୁ ଖାଇବା ପାଇଁ ଦେଇପାରିବେ ନାହିଁ? କ'ଣ ଆମର ଚିନ୍ତାକୁ ଦୂର କରିପାରିବେ ନାହିଁ? କାରଣ ଆମେ ପରମେଶ୍ୱରଙ୍କର ସନ୍ତାନମାନେ ଅଟୁ। ଯେଉଁ ପରମେଶ୍ୱର ପକ୍ଷୀମାନଙ୍କୁ ଖାଇବା ପାଇଁ ଦେଇପାରନ୍ତି, ସେହି ପରମେଶ୍ୱର ଯାହାକୁ ଶ୍ରେଷ୍ଠ ଓ ସୌନ୍ଦର୍ଯ୍ୟ ବନାଇଅଛନ୍ତି, ସେ ପରମେଶ୍ୱର କି ଆମ୍ଭମାନଙ୍କ ପ୍ରତି ଦୟା କରିବେ ନାହିଁ? କାହିଁକି ଆପଣମାନେ ଚିନ୍ତା କରୁଅଛନ୍ତି? ଜଗତରେ ଆମ୍ଭେମାନେ ଅଛୁ, ଜଗତରେ ଦୁଃଖ ଆସିବ, କଷ୍ଟ ଆସିବ, ଚିନ୍ତା ଆସିବ। କ'ଣ ଆପଣମାନେ ଜାଣିନାହିଁ ଯେ ଯେତେବେଳେ ପ୍ରଭୁ ଯୀଶୁ ଏ ଜଗତରେ ଥିଲେ ସେ କ'ଣ ସୁଖରେ ଜୀବନଯାପନ କଲେ? ଏ ଜଗତ ତାଙ୍କୁ କିଛି କହିଲା ନାହିଁ। ଏ ଜଗତ ତାଙ୍କୁ ଅପମାନ କଲା, ଲଜ୍ଜିତ କଲା। ଅନେକ ଲୋକ ପ୍ରଭୁ ଯୀଶୁଙ୍କୁ ଏ ପାପୀମାନଙ୍କ ପାଖରେ ବସେ ସେ ସେହି ଗୃହକୁ ଯାଏ, ସେ ପେଟୁଆ ଅଟେ, ସେହି ପ୍ରକାର ଲୋକମାନଙ୍କ ସହିତ ବସିକି କଥାବାର୍ତ୍ତା ହୁଏ, ଅନେକ ପ୍ରକାର ନିନ୍ଦା ଓ ତାଡ଼ନ ଦେଲେ। କ'ଣ ପ୍ରଭୁ ଯୀଶୁଙ୍କୁ ରାଗ ଲାଗିନଥିବ? କ'ଣ ତାଙ୍କୁ ଚିନ୍ତା ଲାଗିନଥିବ? କ'ଣ ତାଙ୍କୁ ଅପମାନ ଫିଲ୍ ହୋଇନଥିବ? ନିଶ୍ଚିତ ଭାବେ ହୋଇଥିବ ପ୍ରିୟମାନେ। ହେଲେ ବାକ୍ୟରେ ଲେଖାଯାଇଅଛି ଯେ ପ୍ରଭୁ ଯୀଶୁ କହିଅଛନ୍ତି, ଦିନେ ଏ ଜଗତକୁ ମୁଁ ଜୟ କରିଅଛି, ଆଉ ତୁମ୍ଭେମାନେ ମଧ୍ୟ କ'ଣ କରିବ? ଜୟ କରିବ। ହାଲେଲୁୟା। ଆମେ ବିଶ୍ୱାସ କରିବା ପ୍ରିୟମାନେ, କେବଳ ବିଶ୍ୱାସ କରିବା ଆଉ ନିଜର ପ୍ରତ୍ୟେକ ଚିନ୍ତା, ପ୍ରତ୍ୟେକ କଷ୍ଟ, ପ୍ରତ୍ୟେକ ଦୁଃଖକୁ ପରମେଶ୍ୱରଙ୍କ ପାଖରେ ସମର୍ପଣ କରିବା। ଆମେ ଯଦି ଚିନ୍ତା କରୁଅଛୁ, ଭଲ କଥା, ଚିନ୍ତା କରିବା କଥା। କ'ଣ ଖାଇବା, କେଉଁ ପ୍ରକାର ଆଗକୁ ବଢ଼ିବା, କେଉଁ ପ୍ରକାରର ଗୃହରେ ରହିବା, ଆମମାନଙ୍କ ଜୀବନରେ କ'ଣ ଆବଶ୍ୟକ ଅଛି, ତାହା ଚିନ୍ତା କରିଲେ ହିଁ ଆମେମାନେ ପାଇପାରିବୁ। ସେଥିପାଇଁ ଚିନ୍ତା କରନ୍ତୁ। ହଁ, ସେଥିପାଇଁ ଆମେ ଚିନ୍ତା କରିବା। ହେଲେ ସେହି ଚିନ୍ତାର ବିଷୟରେ ମୁଁ କହୁନାହିଁ। ଆମେ ଯେଉଁ ପ୍ରକାର ଚିନ୍ତା କରିକି ନିଜର ଆୟୁକୁ କମ୍ କରିଥାଉ। କ'ଣ ଲେଖାଯାଇଅଛି ବାକ୍ୟରେ? ମାଥ୍ୟୁ 6 ପର୍ବର 27 ପଦରେ ଲେଖାଯାଇଅଛି, ପୁଣି ତୁମ୍ଭମାନଙ୍କ ମଧ୍ୟରେ କିଏ ଚିନ୍ତା କରି କରି ଆପଣା ଆୟୁ ଦଣ୍ଡେ ବୃଦ୍ଧି କରିପାରେ? କୌଣସି ମଣିଷ କରିପାରିବ ନାହିଁ। ଚିନ୍ତା କରିକି କୌଣସି ମଣିଷ ନିଜର ଆୟୁ ବଢ଼ାଇ ପାରିବ ନାହିଁ। କେବଳ ସେ ନିଜର ଆୟୁକୁ କମ୍ କରିବ। ଯେତେ ଯୌବନ ଲୋକ ଥିଲେ ହେଁ, ଯେତେ ଜ୍ଞାନୀ ଲୋକ ଥିଲେ ହେଁ, ସେ ଯଦି ଚିନ୍ତା କରୁଅଛି ତାହେଲେ ସେ ସୌନ୍ଦର୍ଯ୍ୟ ଦିଶୁଥିଲେ ହେଁ ଗୋଟିଏ ମାସ ଭିତରେ ସେ ବୃଦ୍ଧ ପରି ଦେଖାଯିବ, ଆଉ ତାର ବୟସ କମ୍ ହେବାକୁ ଚାଲିବ। ସେଥିପାଇଁ ପ୍ରିୟମାନେ, କାହିଁକି ନିଜର ଶରୀରକୁ ନଷ୍ଟ କରୁଅଛନ୍ତି? କାହିଁକି ନିଜ ଶରୀରରେ ରୋଗକୁ ପ୍ରବେଶ କରିବା ପାଇଁ ଆଜ୍ଞା ଦେଉଅଛନ୍ତି? ହାଲେଲୁୟା। ସେଥିପାଇଁ ପ୍ରିୟମାନେ, ଚିନ୍ତା କରନ୍ତୁ ନାହିଁ, କେବଳ ପରମେଶ୍ୱରଙ୍କ ପାଖରେ ସମର୍ପଣ କରନ୍ତୁ। ଆମ୍ଭମାନଙ୍କ ପରମେଶ୍ୱର ଆପଣମାନଙ୍କୁ ଜଣାଇବେ, ଆପଣମାନଙ୍କୁ ରାସ୍ତା ଦେଖାଇବେ, କେଉଁ ପ୍ରକାର ଆପଣମାନେ ନିଜ ଚିନ୍ତାର ସଲ୍ୟୁସନ୍ କରିବେ। ଯେଉଁ ପ୍ରକାର ବାକ୍ୟରେ ଲେଖା ଅଛି 6 ପର୍ବର 34 ପଦରେ, ମାଥ୍ୟୁ 6 ପର୍ବର 34 ପଦରେ ଲେଖାଯାଇଅଛି, ଅତଏବ କାଲି ପାଇଁ ଚିନ୍ତିତ ହୁଅ ନାହିଁ, କାରଣ କାଲି ପାଇଁ ନିଜେ ନିଜ ପାଇଁ ଚିନ୍ତା କରିବ। ଆଜିର କଷ୍ଟ ଆଜି ପାଇଁ ଯଥେଷ୍ଟ। ହାଲେଲୁୟା। ତ ସେହି ଚିନ୍ତାକୁ କାଲି ହିଁ ଛାଡ଼ି ଦିଅନ୍ତୁ। କାଲି ନିଜ ପାଇଁ ନିଜେ ଚିନ୍ତା କରିବ।
ଆଜି ନିଜେ ପରମେଶ୍ୱରଙ୍କ ହସ୍ତରେ ସମର୍ପଣ ହୁଅନ୍ତୁ। ପ୍ରତ୍ୟେକ କଥା, ପ୍ରତ୍ୟେକ ଚିନ୍ତା, ପ୍ରତ୍ୟେକ ଦୁଃଖ, ପ୍ରତ୍ୟେକ କଷ୍ଟକୁ। ହାଲେଲୁୟା। ବାକ୍ୟରେ ଲେଖାଯାଇଅଛି, ହେ ଭାରଗ୍ରସ୍ତ ଓ ଚିନ୍ତାଗ୍ରସ୍ତ ଲୋକ ସମସ୍ତ, ତୁମର ପ୍ରତ୍ୟେକ ଚିନ୍ତାର ଭାର ମୋ ଉପରେ ଡାଲ, ସେଥିରେ ମୁଁ ତୁମମାନଙ୍କୁ ଶାନ୍ତି ପ୍ରଦାନ କରିବି। ହାଲେଲୁୟା। ପରମେଶ୍ୱରଙ୍କ ଉପରେ ବିଶ୍ୱାସ କରୁଥିବା ଲୋକମାନେ କେବେ ହେ ଚିନ୍ତିତ ହୁଅନ୍ତି ନାହିଁ, କେବେ ହେ ଦୁଃଖିତ ହୁଅନ୍ତି ନାହିଁ। ସବୁବେଳେ ଆନନ୍ଦିତ ଓ ଖୁସିର ସହିତ ପରମେଶ୍ୱରଙ୍କ ପାଖକୁ ଆସି ତାଙ୍କୁ ଧନ୍ୟବାଦ ଦେଇ ତାଙ୍କର ସ୍ତୁତି ଓ ଆରାଧନା କରି ନିଜର ପ୍ରତ୍ୟେକ କଥାକୁ ସମର୍ପଣ କରିଥାନ୍ତି। ହାଲେଲୁୟା। ମୁଁ ଆଶା କରେ ପ୍ରିୟମାନେ, ଏହି ବାକ୍ୟକୁ ଆପଣମାନେ ଶେଷ ଯାଏ ଶୁଣିଅଛନ୍ତି ଆଉ ନିଜ ହୃଦୟ ପଟାରେ ଲେଖିକି ରଖୁଅଛନ୍ତି। ମୋର କହିବାର ମାନେ କ'ଣ ପ୍ରିୟମାନେ, ଆମ୍ଭେମାନେ ବାକ୍ୟ ତ ଶୁଣୁ, ହେଲେ ଗୋଟିଏ କାନରେ ଶୁଣିକି ଆଉ ଗୋଟିଏ କାନରେ ଛାଡ଼ି ଦେଇଥାଉ। କାରଣ ଶୈତାନ ମଧ୍ୟ ବାକ୍ୟ ବହୁତ ଭଲ ଭାବରେ ଜାଣିଅଛି ପ୍ରିୟମାନେ। ସେ ବାକ୍ୟକୁ ନେବା ପାଇଁ ବହୁତ ତତ୍ପର ଥାଏ। ସେଥିପାଇଁ ଆପଣ ଯେଉଁ ବାକ୍ୟକୁ ଧରିକି ରଖିଅଛନ୍ତି, ସେହି ବାକ୍ୟ ଯେପରି ଛାଡ଼ି ନ ହୋଇଯାଉ, ଆପଣଙ୍କ ଠାରୁ ସ୍ଲିପ୍ ନ ହୋଇଯାଉ, ସେଥିପାଇଁ ବାକ୍ୟକୁ ଧରିକି ରଖିବା ପାଇଁ ଚେଷ୍ଟା କରନ୍ତୁ। ଏହା ଆପଣମାନଙ୍କ ପାଇଁ ପ୍ରଭୁଙ୍କର ଅନୁଗ୍ରହ ଓ ଆଶୀଷ ଅଟେ। ଯେଉଁମାନେ ବାକ୍ୟକୁ ଶୁଣନ୍ତି ଓ ପାଳନ କରନ୍ତି, ସେମାନେ ଧନ୍ୟ ହୁଅନ୍ତି, କାରଣ ଏହା ପରମେଶ୍ୱରଙ୍କର ବ୍ଲେସିଂ ଅଟେ। ପରମେଶ୍ୱରଙ୍କର ମୁଖରୁ ବାହାରିଥିବା ବାକ୍ୟ ଅଟେ, ଶବ୍ଦ ଅଟେ, ଯେ ପରମେଶ୍ୱର ନିଜର ସନ୍ତାନମାନଙ୍କୁ କହନ୍ତି ଯେ ମୋର ପ୍ରିୟ ସନ୍ତାନମାନେ, ତୁମେ କାହିଁକି ଦୁଃଖିତ ହେଉଛ? ତୁମେ କାହିଁକି ଚିନ୍ତିତ ହେଉଛ? ତୁମେ ଚିନ୍ତା କର ନାହିଁ, ମୁଁ ତୁମମାନଙ୍କ ସଙ୍ଗରେ ଅଛି। ମୁଁ ଯଦି ଆକାଶର ପକ୍ଷୀମାନଙ୍କୁ ଚଳାଇପାରେ, ତାଙ୍କ ପ୍ରତି ଦୃଷ୍ଟି ଦେଇପାରେ, ତାହେଲେ ତୁମେମାନେ ମୋର ପ୍ରିୟ ସନ୍ତାନମାନେ ଅଟ। ତୁମ୍ଭମାନଙ୍କୁ ମୁଁ ନିଜର ନୂଆ ନିଶ୍ୱାସ ଦ୍ୱାରା ଜୀବନ ଦେଇଅଛି। ନିଜର ପ୍ରତି ମୂର୍ତ୍ତିରେ ତୁମ୍ଭମାନଙ୍କୁ ଗଢ଼ିଅଛି। ତୁମ୍ଭମାନଙ୍କ ପାଇଁ ମୁଁ ଉତ୍ତମ ଉତ୍ତମ ଖାଦ୍ୟ ଦେବି, ଉତ୍ତମ ବସ୍ତ୍ର ଦେବି, ରହିବା ପାଇଁ ଉତ୍ତମ ଗୃହ ଦେବି ବୋଲି ଆମ୍ଭମାନଙ୍କ ପରମେଶ୍ୱର କହୁଅଛନ୍ତି। ସେଥିପାଇଁ ପ୍ରିୟମାନେ, ବିଶ୍ୱାସ କରନ୍ତୁ ପରମେଶ୍ୱରଙ୍କ ଠାରେ, ଆଉ ଚିନ୍ତା କରନ୍ତୁ ନାହିଁ। ଆପଣଙ୍କର ପ୍ରତ୍ୟେକ ଦୁଃଖ ଓ କଷ୍ଟ ଦୂର ହେବ। ହାଲେଲୁୟା। ଆଶା କରେ ଆପଣମାନେ ବାକ୍ୟକୁ ବୁଝିପାରିଅଛନ୍ତି ଆଉ ପରମେଶ୍ୱରଙ୍କ ଠାରେ ବିଶ୍ୱାସ ଓ ଭରସା ରଖିକି ଚାଲିବେ। ପ୍ରେଜ୍ ଦ ଲର୍ଡ ପ୍ରିୟମାନେ, ଆଜି ପାଇଁ ଏହି ବାକ୍ୟ ଏହି ପର୍ଯ୍ୟନ୍ତ। ଆଉ ଗୋଟିଏ ନୂତନ ବାକ୍ୟ ଆପଣମାନଙ୍କ ପାଇଁ ଆଣିବି। ପରମେଶ୍ୱରଙ୍କର ଅନୁଗ୍ରହ ଓ ଆଶୀଷ ଆପଣମାନଙ୍କ ଜୀବନରେ ସଦା ସର୍ବଦା ବର୍ତ୍ତିକି ରହୁ। ଯେଉଁମାନେ ବାକ୍ୟକୁ ଶୁଣି ପାଳନ କରନ୍ତି, ସେମାନେ